ଜୟ ଜଗନ୍ନାଥ ସାଙ୍ଗମାନେ। ରାଓ ବାବୁ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓର ଟପିକ୍ ଏହା ଯେ ପାଞ୍ଚ ଆଧାର କେମିତି ଲିଙ୍କ୍ ହୁଏ ଆଉ କାହାର ଲିଙ୍କ୍ ଅଛି କି ନାହିଁ ଆମେ କେମିତି ଚେକ୍ କରିପାରିବା ସେଟା ଅନଲାଇନ୍ ମାଧ୍ୟମରେ। ଆପଣ ପାଖରେ ଯଦି ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ୍ ଅଛି ତ ଆପଣ ନିଜ ମୋବାଇଲରେ ବି ଆପଣ ଚେକ୍ କରିପାରିବେ କେମିତି କ'ଣ। ତ ବହୁତ କ'ଣ ହେଇଛି ନା 2019 ପୂର୍ବରୁ ଯେଉଁମାନେ ଆଧାର ପାନ୍ କାର୍ଡ଼ ଆପ୍ଲାଏ କରିଥିଲେ ସେମାନଙ୍କର କାହାର ବି ଆଧାର ସହ ପାନ୍ ଲିଙ୍କ୍ ହେଇନି। କିନ୍ତୁ 2019 ପରେ ଯେହେତୁ ଆଧାର କାର୍ଡ଼ ଜରିଆରେ ସମସ୍ତେ ପାନ୍ କାର୍ଡ଼ ଆପ୍ଲାଏ କରିଛନ୍ତି ତ ତା ପରଠୁ ସମସ୍ତଙ୍କର ଲିଙ୍କ୍ ହେଇଯାଇଛି। ତ ତଥାପି ଆପଣ ଥରେ ମୋବାଇଲ ମାଧ୍ୟମରେ ଆପଣ ଚେକ୍ କରିପାରିବେ ଲିଙ୍କ୍ ଅଛି କି ନାହିଁ। କାହିଁକିନା ଚେକ୍ କରିଦେବାଟା ବହୁତ ବେଟର୍। ଆଗ ଏବେ 1000 ଟଙ୍କା ଲେଖାଏଁ ଫାଇନ୍ ପଡ଼ୁଛି ଏପର୍ଯ୍ୟନ୍ତ ଅଛି। ତ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଥିଲେ 2025 ପରେ ଫାଇନ୍ 1000 ଟଙ୍କା ଯେଉଁ ଫାଇନ୍ ଅଛି ତାହାକୁ ଇନକ୍ରିଜ୍ କରିବା ପାଇଁ କି ତଥାପି ସେ କରିନଥିଲେ। କାରଣ ବହୁତ ଜଣ ଏମିତି 5 ଆଧାର କାର୍ଡ଼ ଲିଙ୍କ୍ କରିନଥିଲେ କାହିଁକିନା ଲୋକମାନଙ୍କ ପାଖରେ ସୂଚନା ହିଁ ପହଞ୍ଚି ନଥିଲା। ତ ଏବେ ବହୁତ ମାତ୍ରାରେ କରିଛନ୍ତି 2025ରେ। ବଟ୍ 2026ରେ ବି ସେ କହିଛନ୍ତି ଯେ 2026 ଜାନୁଆରୀ 1 ଠାରୁ ସେ ଫାଇନ୍ ବଢ଼ାଇ ଦେବେ ବୋଲି, ଇନକ୍ରିଜ୍ କରିବେ ବୋଲି, କିନ୍ତୁ ଏ ପର୍ଯ୍ୟନ୍ତ ଇନକ୍ରିଜ୍ ହେଇନି। ତ ଆପଣ ଯଥାଶୀଘ୍ର 5 ଆଧାର ଲିଙ୍କ୍ କରିଦିଅନ୍ତୁ। ଯାହାର ବି ନାହିଁ ଯଥାଶୀଘ୍ର ଲିଙ୍କ୍ କରିଦିଅନ୍ତୁ। କାହିଁକିନା ଆପଣ ଯଦି 5 ଆଧାର ଲିଙ୍କ୍ ନ କରିବେ ତାହେଲେ ବହୁତ ଜଲ୍ଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଇନଏକ୍ଟିଭ୍ ହେଇଯିବ। ଇନଏକ୍ଟିଭ୍ ହେଇଯିବ ମାନେ ଆପଣ କୌଣସି ପଇସା ୱିଥଡ୍ରଲ୍ କରିପାରିବେନି କି ଡିପୋଜିଟ୍ ବି କରିପାରିବେନି। ତ ଆପଣ ଯଥାଶୀଘ୍ର ଆପଣ 5 ଆଧାର ଲିଙ୍କ୍ କରିଦିଅନ୍ତୁ। ତ ଆପଣ ପ୍ରଥମେ 5 ଆଧାର ଲିଙ୍କ୍ ଅଛି ନା ନାହିଁ ଆପଣଙ୍କ ନିଜ ସ୍ମାର୍ଟଫୋନ୍ରେ କେମିତି ଚେକ୍ କରିବେ ସେ ପ୍ରୋସେସ୍ଟା ମୁଁ ଆପଣଙ୍କୁ କହିବି। ମୋ ପାଖରେ ଆଉ ଗୋଟେ ମୋବାଇଲ୍ ଆଣ୍ଡ୍ରଏଡ଼୍ ମୋବାଇଲ୍ ଅଛି। ତ ଏଇ ମୋବାଇଲ୍ ଜରିଆରେ ମୁଁ ଆପଣଙ୍କୁ କହିବି, ମୁଁ ସ୍କ୍ରିନ୍ ସେୟାର୍ କରିକି ଆପଣଙ୍କୁ କହିବି ଯେ କେମିତି ସେଟା ଲିଙ୍କ୍ କରାଯାଉଛି। ତ ପ୍ରଥମେ କ'ଣ କରିବେ ନା ନିଜର କ୍ରୋମ୍ ବ୍ରାଉଜର୍ ଓପେନ୍ କରିବେ। କ୍ରୋମ୍ ବ୍ରାଉଜର୍ ଓପେନ୍ କଲା ପରେ ପ୍ରଥମେ ଗୁଗଲ୍ ଟ୍ୟାବ୍ ଆସିବ। ତ ସେଠି ଯାଇକି ଟ୍ୟାପ୍ କରିବେ ଇନଷ୍ଟାଣ୍ଟ ପାନ୍ କାର୍ଡ଼। ଇନଷ୍ଟାଣ୍ଟ ପାନ୍ କାର୍ଡ଼ ସର୍ଚ୍ଚ କଲେ ତ ସର୍ଚ୍ଚ କରିଲା ପରେ ଫାଷ୍ଟ ଅପସନ୍ ଯେଉଁଟା ଆସିବ ଫାଷ୍ଟ ଅପସନ୍ ଆମେ କ୍ଲିକ୍ କରିବା। ଫାଷ୍ଟ ଅପସନ୍ କ'ଣ ଆସିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଫାଷ୍ଟ ଅପସନ୍ ଆମେ କ୍ଲିକ୍ କରିବା। ହଁ, ତ ଆପଣ କ'ଣ କରିବେ ନା ନିଜ ମୋବାଇଲ ମାଧ୍ୟମରେ କଲାବେଳେ ଆପଣଙ୍କୁ ପୁରା ସ୍କ୍ରିନ୍ଟା ଦେଖାଯିବନି। ତ ପ୍ରଥମେ ଆପଣ କଲାବେଳେ କ୍ରୋମ୍ରେ ଗୋଟେ ସେଟିଂ ଅଛି, 3ଟା ଡଟ୍କୁ କ୍ଲିକ୍ କଲା ପରେ ଗୋଟେ ସେଟିଂ ଆସିବ। ତ ଲେଖା ହେଇକି ଡେସ୍କଟପ୍ ସାଇଟ୍। ସୋ ଡେସ୍କଟପ୍ ସାଇଟ୍କୁ କ୍ଲିକ୍ କରିବେ ଆପଣ। ମୋର ଅଲରେଡ଼ି କ୍ଲିକ୍ ଅଛି। କ୍ଲିକ୍ କଲା ପରେ ଆପଣଙ୍କୁ ଫୁଲ୍ ସ୍କ୍ରିନ୍ଟା ଦେଖାଯିବ ମୋବାଇଲରେ। ତ ଏଠି ଆପଣ ଅପସନ୍ କ'ଣ କରିବେ ନା ବହୁତ ଗୁଡ଼ାଏ ଅପସନ୍ ଆସିଛି। ତ ଏଠି ଆପଣଙ୍କୁ 5 ଆଧାର ଲିଙ୍କ୍ କେମିତି ଚେକ୍ କରିବ ନା ଏଠି ଆଉ ଗୋଟେ ଅପସନ୍ ଅଛି ଦେଖନ୍ତୁ। ଲାଷ୍ଟ ଦେଖନ୍ତୁ ଲିଙ୍କ୍ ଆଧାର ଷ୍ଟାଟସ୍। ତ ସେ ଲିଙ୍କ୍ ଆଧାର ଷ୍ଟାଟସ୍ରେ ଆପଣ ଚେକ୍ କରିବେ। କ୍ଲିକ୍ କରିବେ। କ୍ଲିକ୍ କରିଲା ପରେ ଏଠି ଆପଣଙ୍କୁ 2ଟା ଅପସନ୍ ଆସିବ। ଗୋଟେ ଅପସନ୍ ପାନ୍ କାର୍ଡ଼ ନମ୍ବରଟା ଆପଣଙ୍କ ସେଠି ଏଣ୍ଟ୍ରି କରିବେ। ଆଉ ତଳ ବକ୍ସଟାରେ ଆପଣ ନିଜର ଆଧାର କାର୍ଡ଼ ନମ୍ବରଟା ଏଣ୍ଟ୍ରି କରିବେ। ଚାଲନ୍ତୁ ଏଣ୍ଟ୍ରି କରିବା। ମୁଁ ନିଜର ଏଣ୍ଟ୍ରି କରିକି ଚେକ୍ କରୁଛି। ତଳ ବକ୍ସରେ ପୁଣି ଆପଣଙ୍କର 12 ଡିଜିଟ୍ ଆଧାର କାର୍ଡ଼ ନମ୍ବରଟା ଏଣ୍ଟ୍ରି କରିବେ। ମୋର ପାନ୍ କାର୍ଡ଼ ଆଧାର କାର୍ଡ଼ ନମ୍ବର ମୁଁ ଟାଇପ୍ କରିଦେଲି। ତ ଟାଇପ୍ କରିଲା ପରେ ରାଇଟ୍ ସାଇଡ଼୍ରେ ଗୋଟେ ଅପସନ୍ ଅଛି ଭ୍ୟୁ ଲିଙ୍କ୍ ଆଧାର ଷ୍ଟାଟସ୍। ସେ ଭ୍ୟୁ ଲିଙ୍କ୍ ଆଧାର ଷ୍ଟାଟସ୍କୁ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଠି ଲେଖୁଛି କ'ଣ ଯେ ୟୋର୍ ପାନ୍ ନମ୍ବର ଏତିକି ଇଜ୍ ଅଲରେଡ଼ି ଲିଙ୍କ୍ଡ ଗିଭେନ୍ ଆଧାର ନମ୍ବର। ଏହାର ମିନିଂ ହେଉଛି ମୋର ପାନ୍ କାର୍ଡ଼ ଆଧାର କାର୍ଡ଼ ସହିତ ଲିଙ୍କ୍ ଅଛି। ଯଦି ଏଠି ଆପଣଙ୍କୁ ଶୋ କରିବ, ଏଠି ଆପଣ ଯଦି ଲିଙ୍କ୍ ନଥିବ ତାହେଲେ ଏଠି ଆପଣଙ୍କୁ ଶୋ କରିଦେବ ଯେ ଆପଣଙ୍କର ପାନ୍ ସହ ଆଧାର କାର୍ଡ଼ ଲିଙ୍କ୍ ନାହିଁ। ତ ଆପଣ ଲିଙ୍କ୍ ନଥିବ ଯଦି ତାହେଲେ ଆପଣ ଯଥାଶୀଘ୍ର ଆପଣଙ୍କର ନିୟରେଷ୍ଟ ଜନସେବା କେନ୍ଦ୍ର ନହେଲେ ଆପଣ ଚାହିଁବେ ଯଦି ନିଜ ମୋବାଇଲରେ ହିଁ ଆପଣ ନିଜେ ପେମେଣ୍ଟ କରିକି 1000 ଟଙ୍କା ଯାହା ଚାଲାଣ କଟୁଛି ନିଜେ ପେ କରିକି ଆଧାର ପାନ୍ ସହ ଲିଙ୍କ୍ କରିପାରିବେ। ସେଇଟା ଆଧାର କାର୍ଡ଼ ପାନ୍ କାର୍ଡ଼ ସହିତ କେମିତି ଲିଙ୍କ୍ ହୁଏ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କହିବି। ପୁରା ଇଜି ପ୍ରୋସେସ୍ରେ କହିବି।
ଆପଣମାନେ ନିଜ ମୋବାଇଲରେ କରିପାରିବେ, କିଛି ଅସୁବିଧା ନାହିଁ। ଆଉ ଯଦି ବି କିଛି କୋଶ୍ଚିନ୍ ରହିବେ ତାହେଲେ ମୋତେ କମେଣ୍ଟରେ ଆପଣ ମୋତେ ରିପ୍ଲାଏ ଦେଇଦେବେ, ତାହେଲେ ମୁଁ ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ସଜେସନ୍ ପଠାଇଦେବି କେମିତି କ'ଣ ହେବ। ତ ମୁଁ ଆଶା କରୁଛି ଏଇ ଭିଡ଼ିଓଟି ଏଇଟା ମୋର ପ୍ରଥମ ୟୁଟ୍ୟୁବ୍ ଭିଡ଼ିଓ। ମୁଁ ଆଶା କରୁଛି ଏଇ ଭିଡ଼ିଓଟା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ବି କରିଦିଅନ୍ତୁ। କାହିଁକିନା ଏମିତି ଡେଲି ଭଲ ଟିପ୍ସ ମୁଁ ଆପଣଙ୍କୁ ଦେବି, ଟେକ୍ନିକାଲ୍ ଟିପ୍ସ ଆପଣଙ୍କୁ ଦେବି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।